ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10। ଆଜି ପଢିବା ଜ୍ଞାନ 283। ହେ ମୃତ୍ୟୁ, ମୁଖା ପିନ୍ଧି ରହିଥିବା ହେ ଆମର ବନ୍ଧୁ ଓ ଆମ ସୁଯୋଗ ଗୁଡ଼ିକର ନିର୍ମାଣକାରୀ, ଯେତେବେଳେ ତୁମେ ଦ୍ୱାରଟିକୁ ଉନ୍ମୋଚିତ କରିଦେବ, ସେତେବେଳେ ଆମକୁ ପୂର୍ବରୁ ସେହି କଥାଟି କହିବାକୁ ତୁମେ କଦାପି କୁଣ୍ଠିତ ହେବ ନାହିଁ। କାରଣ ଆମେ ସେହି ବ୍ୟକ୍ତିମାନଙ୍କ ଦଳର ନୋହୁଁ, ଯେଉଁମାନେ କି ସେହି ଲୌହ କପାଟର ଖୋଲିବା ଶବ୍ଦ ଶୁଣି ଆତଙ୍କିତ ହୋଇ ଉଠନ୍ତି। ପ୍ରଭୁ ଲେଖୁଛନ୍ତି, ହେ ମୃତ୍ୟୁ, ମୁଖା ପିନ୍ଧି ରହିଥିବା ହେ ଆମର ବନ୍ଧୁ। ଏଠି ମୃତ୍ୟୁକୁ ଦେଖନ୍ତୁ କାବ୍ୟିକ ଭାବରେ ଗୂଢ ରହସ୍ୟକୁ ବର୍ଣ୍ଣନା କରୁଛନ୍ତି। ମୃତ୍ୟୁକୁ କୁହାଉଛି ଯେ ମୁଖା ପିନ୍ଧି ରହିଥିବା ହେ ଆମର ବନ୍ଧୁ। ପ୍ରଥମ କଥା, ଏଠି ମୁଖା ପିନ୍ଧି ବୋଲି କହିଲେ, ତା ମାନେ ମୃତ୍ୟୁର ପଶ୍ଚାତରେ ଆଉ ଜଣେ କିଏ ଅଛି, ଯାହାର ମୁଖାଟା ଦେଖାଯାଉଛି, ମୃତ୍ୟୁର ରୂପ ନେଉଛି। ଏବଂ ତାପରେ କହୁଛନ୍ତି ତାମାନେ ଯୋଉ ମୃତ୍ୟୁର ଯୋଉ ମୁଖାର ପଶ୍ଚାତରେ ଯିଏ ରହିଛନ୍ତି, ସିଏ ହଉଛନ୍ତି ଆମର ବନ୍ଧୁ। କେତେ ଗଭୀର କଥାଟି କହୁଛନ୍ତି। ଆପଣ ଦେଖନ୍ତୁ, ଜଣେ ଯେତେବେଳେ ଆମେ ପୁରା ସାଧାରଣ ଭାବରେ ବୁଝିବା, ଆମେ କୌଣସି ଗୋଟେ ଜିନିଷ ଆମେ ତିଆରି କରୁଛନ୍ତି ବା କିଛି ଗୋଟେ କଥା ଆମେ ଲେଖୁଛନ୍ତି, କେତେବେଳେ ତାକୁ ନଷ୍ଟ କରିଦଉ, କେତେବେଳେ ତାକୁ ଲିଭେଇ ଦଉ। ପୁରା ସହଜ କଥା। ଦେଖିଲେ ନା ନାଇଁ ଲେଖାଟା କାହିଁ ଠିକ ହେଲାନି, ଆଉ ଟିକେ ବଦଳେଇବା, ଭଲରେ ଲେଖିବା କହି ତାକୁ ଆମେ ଲିଭେଇ ଦିଅନ୍ତି, ନାଇଁକି? ଯେତେବେଳେ ଆମେ କିଛି ପରଫେକ୍ସନ ଚାହୁଁ, ଯେତେବେଳେ ଆମେ ଯାହା କରିଛୁ ତାଠାରୁ ନୂତନତ୍ୱ କିଛି ଚାହୁଁ, ପୂର୍ଣ୍ଣତା ଚାହୁଁ ବା ନୂତନତ୍ୱ କିଛି ଚାହୁଁ, ତେବେ ଲେଖାଟି ଯେତେ ସୁନ୍ଦର ହେଇଥାଉ ନା କାହିଁକି, ଖରାପ ହେଇଛି ବୋଲି ଆମେ ଯୋଉ ଭାବୁଛୁ, ଆଉ କାହା ପାଇଁ ସେଟା ସୁନ୍ଦର ହେଇଥାଇପାରେ, କିମ୍ବା ଆମେ ବି ଯୋଉଟା ଭାବୁଛୁ ବହୁତ ଭଲ ହେଇଛି, ତଥାପି ଆମେ ତାକୁ ଲିଭେଇ ଦଉ, କାରଣ ତାଠାରୁ ଆଉ କିଛି ଭଲ ଯେତେବେଳେ ମୋର ଭିତରୁ ଆସେ ବା ମୁଁ ଭିତରକୁ ଆସେ, ଯେମିତି ଆସେ, ସେତେବେଳେ କଣ କରୁ, ଆମେ ପୁରୁଣାଟାକୁ ଲିଭେଇ ଦଉ। ଲେଖାଟି ଯେମିତି ଲିଭେଇ ଦଉ, ତିଆରି କଲାବେଳେ ଜଣେ କୁମ୍ଭାର ଯେତେବେଳେ ତିଆରି କରେ, ଦେଖିବେ ଜଣେ ଚିତ୍ରକର ଯେତେବେଳେ ତିଆରି କରେ, ଯେକୌଣସି କାରିଗର ଯେତେବେଳେ କୌଣସି ଏକ କାରୁକାର୍ଯ୍ୟ, କୌଣସି ଏକ ଶିଳ୍ପ ଯାହା ବି ହଉ, ଯେତେବେଳେ ସେ ତିଆରି କରେ, ସିଏ ଅନ୍ତର ପ୍ରେରଣା ହଉ କିମ୍ବା ଏକ କଳ୍ପନା ହଉ, ସେ ଯୋଉ ପ୍ରତିକୃତିଟିଏ ଚାହୁଁଥାଏ, ଯେ ପର୍ଯ୍ୟନ୍ତ ତାକୁ ସାଟିସ୍ଫାଏ କରଲା ଭଳି ସେ ଯେତେବେଳେ ସେ ପାଏ ନାହିଁ, ତାକୁ କଣ କରେ, ପୁଣି ଭାଙ୍ଗିଦିଏ, ପୁଣି ଆଉ ଥରେ ତିଆରି କରେ। ସେଥିପାଇଁ ଭାଙ୍ଗି ଗଢେ ଯେମିତି କଥାରେ କୁହନ୍ତି। କଣ ପାଇଁ ନା ସବୁବେଳେ ପରଫେକ୍ସନ, ନୂତନତ୍ୱ। ତେବେ ଏଇ ଯୋଉ ମୃତ୍ୟୁର ପଶ୍ଚାତରେ ରହିଛି କିଏ ସେ, ନା ନୂତନତ୍ୱର ମୁଖାଟି। ନୂତନତ୍ୱରେ ରହିଛି ଯୋଉ ସତ୍ତା ବା ଯୋଉ ସ୍ପନ୍ଦନ ରହିଛି ତା ପଛରେ, ଯିଏକି ସବୁବେଳେ ଚାହେଁ ପରିପୂର୍ଣ୍ଣତା ବା ପୂର୍ଣ୍ଣତା ଦିଗରେ ଯିବା ପାଇଁ ବା ନୂତନତ୍ୱକୁ ସେ ଗ୍ରହଣ କରେ। ସେଠି ମୁଖା ହଉଛି କିଏ ସେ, ନା ମୃତ୍ୟୁର ରୂପ। ତେଣୁ ଆମକୁ ଲାଗୁଛି ଯେ ମୃତ୍ୟୁ ବହୁତ ମାନେ କଷ୍ଟଦାୟକ, ଏବଂ ଯେମିତି ସବୁ କିଛି ନଷ୍ଟ ହେଇଗଲା। ଆମେ ଯେତେବେଳେ ଜଣେ ଯେତେ ଶରୀର ତ୍ୟାଗ କରେ, ଅନ୍ୟମାନେ ଭାବନ୍ତି ସେ କେମିତି ଥିଲା, କେତେ ଭଲ ଥିଲା, ଏ କଲା, କେତେ କାମ କରିଥାନ୍ତା, ବା ଏଇସା ହେଇଥାନ୍ତା, ବା ସେ ହେଇଥାନ୍ତା, ଇତ୍ୟାଦି ଇତ୍ୟାଦି। କିନ୍ତୁ ସେ ଆଉ ଟିକେ ପରଫେକ୍ସନ, ଆଉ ଟିକେ ଅଗ୍ରଗତି, ଆଉ ଟିକେ କୋଉ ଚେତନାର ସ୍ତର ହବ, ଏଇ ଯୋଉଟା ହଉଛି। ବା ବେଳେ ବେଳେ ଆମର କଣ ହୁଏ, ଆମେ ଦେଖିଲେ ଯେ ନାଇଁ ନାଇଁ ଏଇ ଯୋଉଟା ହେଇଗଲା, ଆ କାମ ସରିଗଲା, ତେଣୁ ଠିକ ଅଛି ତାକୁ ରଖିଦିଅ। ଆମେ ଯେତେବେଳେ ତାକୁ ନେଇକି ଆଉ ଗୋଟେ ଜାଗାରେ ରଖିଦିଅନ୍ତି, ଆମେ ଭାଙ୍ଗୁ ନାହାନ୍ତି, ଠିକ ଅଛି। ବେଳେ ବେଳେ କଣ କରନ୍ତି, ଜିନିଷକୁ ନେଇକି ଠିକ ଅଛି, ଆ କାମ ସରିଗଲା, ତେଣୁ ଆକୁ କଣ କଲେ, ରଖିକି କବୋର୍ଡରେ ରଖିଦେଲେ ବା ଲକ୍ କରିଦେଲେ ବା ଇତ୍ୟାଦି ଇତ୍ୟାଦି କରିଦେଲେ। ସେତେବେଳେ ବି କଣ ହୁଏ, ସେ ଜିନିଷଟି ମୋ ପାଖରୁ ଲୁଭ ହେଇଗଲା, ସେତେବେଳେ ମୁଁ କଣ ଭାବିଲି, ମରିଗଲା, ସରିଗଲା, ଆରେ ସେ କୁଆଡେ ଗଲା। ଯଦି ଆମେ ବାହାର ଲୋକ ଯୋଉ ଦେଖନ୍ତି, କିନ୍ତୁ ସେଠି କଣ ହେଲା, ଯେ ତାର ଯୋଉ କାର୍ଯ୍ୟଟି ସେ ଆସିଥିଲେ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ, ସେ ସରିଗଲେ,
ବର୍ତ୍ତମାନ ସେ ତାଙ୍କ ଜଗତକୁ ଚାଲିଗଲେ ରହିଯିବା ପାଇଁ। ବେଳେ ବେଳେ କେତେକ ସତ୍ତା କଣ କରନ୍ତି, ପୂର୍ଣ୍ଣ ବିଶ୍ରାମ ପାଇଁ ବା କିଛି ସମୟ ବିଶ୍ରାମ ପାଇଁ ବି ଚାଲିଯାଆନ୍ତି। ଆପଣ ରହିଗଲା, ପୁଣି କେତେବେଳେ ଦରକାର ହେଲା ଆପଣ ଖୋଲୁଛନ୍ତି, ବାହାର କରୁଛନ୍ତି। ସେମିତି ବି କଣ ହୁଏ, ଯୋଉ ସତ୍ତା ମାନେ ଜୀବନ ଗ୍ରହଣ କରନ୍ତି ସେମାନେ ସେଇଭଳି ଭାବରେ ଜଣେ ସବୁ ମୁକ୍ତ ଆତ୍ମା ଥାନ୍ତି କେତେ ପ୍ରକାରର। ସେମାନେ କଣ କରନ୍ତି, ଯୋଉ କାର୍ଯ୍ୟ ପାଇଁ ଆସିଥିଲେ ତାଙ୍କୁ ଯୋଉ ଦାୟିତ୍ୱ ଦିଆ ହେଇଥିଲା ସେ ଦାୟିତ୍ୱଟି ସମ୍ପନ୍ନ କରିଦେଲେ, ତେବେ ସେ କଣ କଲେ, ତାପରେ ଏ ଶରୀରଟିକୁ ତ୍ୟାଗ କରନ୍ତି। ରୂପ ନେଲେ କଣ ନା, ମରିଗଲେ ବା ମୃତ୍ୟୁ ହେଇଗଲା। କିନ୍ତୁ ସେଇ ଶରୀରକୁ ତ୍ୟାଗ କରି ଆଉ ଏକ ସ୍ଥାନରେ ତାଙ୍କର ଯୋଉଟା ସ୍ଥାନ ଥିଲା ସେ ସ୍ଥାନରେ ଯାଇକି ସେ କଣ ହେଲେ, ଯାଇକିରି ବିଶ୍ରାମ ନେଲେ ବା ସେଠି ତାଙ୍କର ବାସସ୍ଥାନ ରହିଲେ। ପୁଣି ଯେତେବେଳେ ତାଙ୍କର ଆବଶ୍ୟକ ପଡିବ ଆସିବେ କାମ କରିବା ପାଇଁ। ତେଣୁ ଏଠି ବାହାରକୁ ଦେଖାଯାଉଛି ମୃତ୍ୟୁ ଏକ ଭୟଙ୍କର ଅବସ୍ଥା, କିନ୍ତୁ ପ୍ରକୃତରେ ଯଦି ଆପଣ ଦେଖିବେ ସେଟା ହଉଛି ଗୋଟେ ମୁଖା, ଯାହାର ପଶ୍ଚାତରେ ରହିଛି ନୂତନତ୍ୱ, ପ୍ରଗତିର ଲକ୍ଷଣ ରହିଛି। କିମ୍ବା ମୁକ୍ତ ଆତ୍ମା ଯୋଉମାନେ, ସେମାନଙ୍କର କାର୍ଯ୍ୟ ସମ୍ପନ୍ନ ହେଇଗଲା ଏବଂ ସେମାନେ ପୁଣି ବିଶ୍ରାମ ପାଇଁ ବା ତାଙ୍କର ନିଜର ଯୋଉ ସ୍ଥାନ ରହିଛି ସେ ସ୍ଥାନରେ ବସତି ସ୍ଥାପନ କରିବା ପାଇଁ ସେ କଣ କରନ୍ତି, ମୃତ୍ୟୁକୁ ଗ୍ରହଣ କରନ୍ତି। ତାପରେ କଣ ଦେଖନ୍ତୁ, ହେ ଆମର ବନ୍ଧୁ ଓ ଆମ ସୁଯୋଗ ଗୁଡ଼ିକର ନିର୍ମାଣକାରୀ। ବର୍ତ୍ତମାନ ସେ ଆମର କଣ କଲେ, ନୂତନ ନୂତନ ସୁଯୋଗ ଆମ ପାଖରେ କରୁଛନ୍ତି। ସାଧାରଣତଃ କଣ ହୁଏ, ମୃତ୍ୟୁଟି ଏହା ହିଁ କରିଥାଏ, ଆମକୁ ନୂତନତ୍ୱ, ପରିବର୍ତ୍ତନ ଏବଂ ଅଗ୍ରଗତିର ସୁଯୋଗ ଆଣି ଦେଇଥାଏ। ଯେତେବେଳେ ତୁମେ ଦ୍ୱାରଟିକୁ ଉନ୍ମୋଚିତ କରିଦେବ, ସେତେବେଳେ ଆମକୁ ପୂର୍ବରୁ ସେଇ କଥାଟି କହିବାକୁ ତୁମେ କଦାପି କୁଣ୍ଠିତ ହେବ ନାହିଁ। କେତେ କାବ୍ୟିକ ଭାବରେ ପ୍ରଭୁ କହୁଛନ୍ତି ଯେ ତୁମେ ଯେତେବେଳେ ଆସୁଛ ସେତେବେଳେ ମତେ ଟିକେ କହିଦବ। ମାନେ କହିବାକୁ କୁଣ୍ଠିତ ହେବ ନାହିଁ। ସେ କୁଣ୍ଠିତ ହେବ ନାହିଁ କାହିଁକି କହିଲେ, ତାପର ଲାଇନରେ କହୁଛି। କାହିଁକିନା ଆମେ ସେଇ କାଟାଗୋରୀର ଲୋକ ନୁହଁ ଯୋଉମାନେ କୁଣ୍ଠିତ ହୁଅନ୍ତି। କାହିଁକିନା ହେ ମରିଗଲି, ସରିଗଲା, ଏ ଗଲା, କଣ କରିବ, ଏଇ ଯୋଉ କାଟାଗୋରୀର ଲୋକ ଯୋଉମାନେ କି ଯେମିତି ଗୋଟେ ବଢିଆ ମଜା କଥାଟେ ଅଛି, ଭଲ କଥାଟା ଶୁଣିଥିବେ ତଥାପି ଆଉ ଥରେ କହୁଛି। ଜଣେ ବୟସ୍କା ଭଦ୍ର ମହିଳା ଜଙ୍ଗଲରୁ କାଠ ଆଣୁଛନ୍ତି ଏବଂ କାଠ ବୋଝଟି ଉଠେଇ ପାରୁନାହାନ୍ତି, କଷ୍ଟ ହଉଛି, ଅଣ୍ଟା କାଟୁଛି, ଅଗରା ବଗରା, ଦେହ ହାତ ଯନ୍ତ୍ରଣା ହଉଛି, ବୟସ ତ ହେଇଗଲାଣି, ନଇଁ ନା। ସେଇଥିରେ ଭାରି ବ୍ୟସ୍ତ ହେଇକିରି ଯମକୁ ଗାଳି ଦଉଛନ୍ତି ଯେ ନିଆଁ ପୋଡା ଯମ, ତାକୁ ଟିକେ ତାର ଟିକିଏ ବି ବିବେକ ବୋଲି ନାହିଁ। ବୟସ ମୋର କେତେ ହେଲାଣି, ଏ ବୟସରେ ମତେ ଖଟେଇ ଖଟେଇ ମାରୁଛି, କାହିଁକି ନେଇଯାଉନି ଏ ପ୍ରାଣଟାକୁ, ଆଉ କେତେ ଦହଗଞ୍ଜ ଆଉ କରିବ। ଯମ ଆଉ ନାରଦ ଥାନ୍ତି ଏକା ସାଙ୍ଗରେ ସେ ସମୟରେ। ନାରଦ ଶୁଣିଦେଲେ, କହିଲେ ଆଉ ହେ ପ୍ରଭୁ, ହେ ଧର୍ମରାଜ, ଆପଣ ସେ କାହିଁକି ଭଦ୍ର ମହିଳାଟିର କଥା ଶୁଣୁନାହାନ୍ତି, ସେ ତ କହୁଛି ତା ପ୍ରାଣ ନେଇଯାଆନ୍ତୁ ବୋଲି। କହିଲେ ହେ, ସେ କହୁଛି, ଚାଲୁନ ଦେଖିବୁ, ଚାଲ। ତାପରେ ସେଠୁ ଆସିଲେ ପରୀକ୍ଷା କରିବା ପାଇଁ। ଆସି କହିଲେ, ଆଉ ନାରଦ କହିଲେ, ଆଉ ମା, ତମେ ଯୋଉ କହୁଥିଲ ଇଏ ହଉଛନ୍ତି ସେଇ ଯମରାଜ, ଆସିଛନ୍ତି ତମର ପ୍ରାଣ ନବା ପାଇଁ। ନା ହଉ ବାପା, ଆସିଲୁ ଆସିଲୁ, ଭଲ କଲୁ, ଇଏ କାଠ ବୋଝ ଟିକେ ମୁଣ୍ଡକୁ ଦେଇଦେଲୁ। ଆଉ କୋଉ ପାଟିରୁ ଆଇଛି ରେ ବାପା? କହିଲେ ନାଇଁ ନାଇଁ, କୋଉ ପାଟିରେ ନୁହଁ, ଆମେ ଆଜ୍ଞା ଇଏ ହଉଛି ସ୍ୱୟଂ ନିଜେ ଯମ, ମୁଁ ହଉଛି ଦେବର୍ଷି ନାରଦ। ଆଉ ତୁ ବା କହିଲୁ ଯେ ତୋତେ କାହିଁକି ଦହଗଞ୍ଜ କରୁଛୁ, ତୋତେ ମରିବା ପାଇଁ, ତେଣୁ ଯମ ଆମେ ଆସିଛୁ, ଯମ ଆସିଛନ୍ତି, ତୋତେ ସ୍ୱୟଂ ଯମ ଆସିଛନ୍ତି, ଦୂତ ପଠେଇନାହାନ୍ତି ତୋତେ ନବା ପାଇଁ। କହିଲା କି କଣ ହେଲା, ଏତେ ଶୀଘ୍ର ମରିବି? ଆରେ ମୁଁ ନାତି ନାତୁଣୀ ଦେଖିନି, ତାଙ୍କ ବାହାଘର ଦେଖିନି, କିଛି ଦେଖିନି, କେମିତି ମରିବି? ସେମାନେ ମରିବାକୁ କୁଣ୍ଠାବୋଧ କରୁଛନ୍ତି, କାହିଁକି ନା ତାଙ୍କର ଭିନ୍ନ ଭିନ୍ନ ଜାଗାରେ ଆସକ୍ତି ରହିଥାଏ। ସେ କାମନା ବାସନା, ସେ ଆସକ୍ତି ତାଙ୍କର ଯେତେବେଳେ ପରିପୂର୍ଣ୍ଣ ନ ହୁଏ, ସେ ମରିବାକୁ ବ୍ୟସ୍ତ ହୁଅନ୍ତି ନାହିଁ। ମାନେ ମରିବା କଥା ଶୁଣିଲେ କୁଣ୍ଠାବୋଧ କରନ୍ତି, ଏଇଟା ଉପଭୋଗ କରିଥାନ୍ତି, ସେଇଟା କରିଥାନ୍ତି, ଏଇଟା ହେଇପାରିଲା ନାହିଁ। ତେଣୁ ସେଠି ପ୍ରଭୁ କହୁଛନ୍ତି, ତମେ ମତେ କହିଦବ, ମୁଁ କୁଣ୍ଠିତ ହେବି ନାହିଁ। କାହିଁକି ନା ଯେଉଁମାନେ କି ସେଇ ଲୌହ କପାଟର ଖୋଲିବା ଶବ୍ଦ ଶୁଣି ଆତଙ୍କିତ ହୋଇ ଉଠନ୍ତି, ମୁଁ ସେମାନଙ୍କ କାଟାଗୋରୀରେ ନୁହଁ। ତାହେଲେ ଏଠି କାହିଁକି କହିଲେ କବାଟ ଖୋଲିଦେବାକୁ? କବାଟ ଖୋଲିଲା ବେଳକୁ କାହିଁକି କହିବେ? କବାଟ ଖୋଲିଲା ବେଳକୁ କହିବେ କାହିଁକି
ତାମାନେ ମତେ ସତର୍କ କରେଇଦେବେ କେତେବେଳେ ଆମେ ଲିଭଉଛନ୍ତି, ଯେତେବେଳେ ଆମେ ଲେଖି ସାରିଲେଣି କିନ୍ତୁ ଦେଖିଲେ ଯେ ସେଇଟା ହେଲା ନାହିଁ, ଉପଯୁକ୍ତ ହେଲା ନାହିଁ। ଯଦି ତା ପୂର୍ବରୁ ମୁଁ ଲେଖିବା ପୂର୍ବରୁ ଜାଣିଗଲି ଯେ ଏଇଟା ଉପଯୁକ୍ତ ଶବ୍ଦଟି ଆସିନାହିଁ ମୋ ଭିତରକୁ, ତାହେଲେ ତାକୁ ଲେଖିବାକୁ ଯିବି କାହିଁ? ତେଣୁ ଯେତେବେଳେ ମୃତ୍ୟୁ ଆସୁଛି ତାମାନେ ମୃତ୍ୟୁ ଆସୁଛି ମତେ ଜଣେଇଦବ, ତାମାନେ ମୁଁ ଯୋଉ ଅସଂଶୋଧିତ ରୂପ ମୋର ଯେତେବେଳେ ମୋ ପାଖରେ ଆସୁଛି ବା ମୁଁ ଯେତେବେଳେ ସଂଶୋଧିତ ନହବା ପାଇଁ ମୋ ଭିତରେ ପ୍ରେରଣା ଆସୁଛି, ପରିବର୍ତ୍ତନ ହବାର ମୋ ଭିତରେ କୌଣସି ପ୍ରକାର ଅଙ୍କୁରୋଦ୍ଗମ ହଉନାହିଁ, ତାମାନେ ମୋର ମୃତ୍ୟୁ ସମୟ ଆସିଗଲା। ମୁଁ ପରିବର୍ତ୍ତନ ହେବି ନାହିଁ, ନିଜକୁ ବଦଳେଇବି ନାହିଁ, ମୋର ଗ୍ରହଣଶୀଳତା ଆଉ ନାହିଁ, ତା ଅର୍ଥ ହଉଛି ମୃତ୍ୟୁ ଆଉ ଆସିଗଲା। ତେଣୁ ମତେ ମୃତ୍ୟୁ ଆସିଗଲା ବୋଲି ଜଣେଇଦେବାକୁ ସେ ଯୋଉ ପ୍ରଭୁ ଲେଖୁଛନ୍ତି, ତାମାନେ ଆମେ ପ୍ରାର୍ଥନା କରିବା ଯେ ମୋ ଭିତରେ ଗ୍ରହଣଶୀଳତା ଯଦି କୌଣସି କାରଣରୁ ବନ୍ଦ ହେଇଯାଉଛି, ପରିବର୍ତ୍ତନ ବିମୁଖତା ଆସୁଛି, ତାହେଲେ ମତେ ପ୍ରଭୁ ହେ ମା, ହେ ଆଦିଶକ୍ତି, ହେ ପରମ ପ୍ରଭୁ, ତମେ ମତେ ସତର୍କ କରେଇ ଦିଅ। ତାହେଲେ କଣ ହବ? ମୁଁ ସେଇଟା ଆପଣଙ୍କୁ ପ୍ରାର୍ଥନା କରିବି ଯେ ମତେ ମୋ ଭିତରେ ପରିବର୍ତ୍ତନ ବିମୁଖତା ଆସିଲାଣି, ତେଣୁ ମତେ ଆପଣ ସେଥିରୁ ମୁକ୍ତ କରନ୍ତୁ। ତାହେଲେ ଆଉ ମୃତ୍ୟୁ ଆବଶ୍ୟକ ହବନି। ମା ମା, thank you all. Bye.